ଅତି ଉଚ୍ଚରେ ଉଡ଼ୁଥିବା ପକ୍ଷୀ କେବେ ଗର୍ବ କରିନଥାଏ, କାରଣ ସିଏ ବି ଜାଣିଥାଏ ସିଏ ଯେତେ ଉପରକୁ ଗଲେ ମଧ୍ୟ ତାକୁ ତଳକୁ ଆସିବାକୁ ହିଁ ପଡ଼ିବ। ତୁମେ ଯେତେ ଉପରକୁ ଯାଅ କେବେ ଗର୍ବ କର ନାହିଁ। ମାଟିରୁ ଆସିଛ, ପୁଣି ଦିନେ ମାଟିରେ ମିଶିଯିବ। ତେବେ ଏହି ଗର୍ବ ଅହଙ୍କାର କ'ଣ ପାଇଁ? ଅନ୍ୟର ଅନିଷ୍ଟ ଚିନ୍ତା କରି ନିଜ ପାଇଁ ଅନିଷ୍ଟକୁ ନିମନ୍ତ୍ରଣ କର ନାହିଁ। ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅ। ତୁମ ଜୀବନକୁ ଭଗବାନ ଶାନ୍ତିରେ ଭରିଦେବେ। ସମ୍ମାନ କର ସେମାନଙ୍କୁ ଯେଉଁମାନେ ନିଜର ବ୍ୟସ୍ତମୟ ଜୀବନ ଭିତରୁ ତୁମକୁ ସମୟ ଦିଅନ୍ତି, ତୁମର ଯତ୍ନ ନିଅନ୍ତି। ଯିଏ ବୋକା ସିଏ ଧୋକା ଖାଇବା ସ୍ୱାଭାବିକ, ଯିଏ ସରଳ ସିଏ ଆଘାତ ପାଇବା ସାଧାରଣ। ଏହି ସ୍ୱାର୍ଥପର ଦୁନିଆରେ ସିଏ ହିଁ ଖୁସି ପାଇଥାଏ ଯିଏ ସବୁଥିରେ ନିଜ ସ୍ୱାର୍ଥ ଖୋଜିଥାଏ। କିନ୍ତୁ ବଡ଼ କଥା ଏହା କି ସୁଖ ଏବଂ ଦୁଃଖ ସବୁ କ୍ଷଣସ୍ଥାୟୀ। ବାସ୍ ନିଜକୁ ଚାଲାକ କରିଦିଅ। ଧୋକାବାଜ ଲୋକଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଦୂରରେ ରୁହ। ସମୟ ତୁମକୁ ବି ସୁଯୋଗ ଦେବ ତାଙ୍କଠାରୁ ଆଗକୁ ଯିବା ପାଇଁ। ରାଗରେ ଥିବା ସମୟରେ କିଛି ବି ଭୁଲ କୁହନ୍ତୁ ନାହିଁ, କାରଣ ରାଗ ତ କିଛି ସମୟ ପରେ ଥଣ୍ଡା ହୋଇଯିବ, କିନ୍ତୁ କହିଥିବା କଥାକୁ ପୁଣି ଥରେ ଫେରେଇ ନେଇପାରିବ ନାହିଁ। ଉପଦେଶର 1000 ଶବ୍ଦ ଯେତିକି ପ୍ରଭାବଶାଳୀ ହୋଇନଥାଏ, ଅନୁଭବର ଗୋଟିଏ ଠୋକର 100 ଗୁଣ ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆପଣଙ୍କୁ କେହି ଭଲ ଲାଗୁଥାଏ, ତେବେ ଭଲ ସିଏ ହୋଇନଥାଏ, ବରଂ ଭଲ ଆପଣଙ୍କ ଦୃଷ୍ଟି ହୋଇଥାଏ, କାରଣ ଆପଣଙ୍କ ପାଖରେ ସ୍ୱଚ୍ଛ ଦୃଷ୍ଟିକୋଣ ଥାଏ। ଏଠି ସମସ୍ତେ ନିଜକୁ ଭଲ ବୋଲି କହିଥାନ୍ତି, କିନ୍ତୁ ପ୍ରକୃତରେ କିଏ କେତେ ଭଲ ଆଉ କିଏ କେତେ ଖରାପ ତାହା କେବଳ ସମୟ କହିଥାଏ। ଭାଗ୍ୟ ଦ୍ୱାରା କର୍ମ ନିର୍ମିତ ହୁଏ କି ନାହିଁ ତାହା ତ ମୁଁ ଜାଣିନି, କିନ୍ତୁ ଏତିକି ନିଜ ଅଭିଜ୍ଞତାରୁ କହିବି, କର୍ମ ଦ୍ୱାରା ଭାଗ୍ୟ ନିଶ୍ଚୟ ନିର୍ମିତ ହୁଏ। ଭାଗ୍ୟକୁ ନିନ୍ଦା କରିବାରେ ସମୟକୁ ବ୍ୟର୍ଥ ନ କରି କର୍ମକୁ ଧ୍ୟାନ ଦିଅ, କାରଣ ଭାଗ୍ୟବାନ ଲୋକ ବି କର୍ମ କରିଥାନ୍ତି। ଶୋଇ ରହି କିଛି ପାଇବାର ଇଚ୍ଛା ରଖନ୍ତି ନାହିଁ। କିଛି ଲୋକ ମାଛି ପରି ହୋଇଥାନ୍ତି। ତୁମେ କେତେ ବି ଭଲ କାମ କର, ସିଏ ତୁମର କେବଳ ଖରାପଟାକୁ ଅଧିକ ବାଛିବେ। ଯେମିତି ମଣିଷ ଶରୀରର ସବୁ ପରିଷ୍କାର ଅଙ୍ଗକୁ ଛାଡ଼ି ଦେଇ ମାଛି କେବଳ ମଣିଷର ଅପରିଷ୍କାର କ୍ଷେତ ଉପରେ ବସିଥାଏ। ଆମେ ଯାହା ଚାହିଁଥାଏ ଆମକୁ ତାହା ମିଳିନଥାଏ। ବାସ୍ତବରେ ଆମକୁ ତାହା ମିଳିଥାଏ ଆମେ ଯାହାର ଯୋଗ୍ୟ ହୋଇଥାଏ। କିନ୍ତୁ ତାହା ମଧ୍ୟ ପାଇପାରିବା ଆମେ ଯାହାକୁ ଚାହୁଁଛେ, କିନ୍ତୁ ସେଥିପାଇଁ ଆମକୁ ପ୍ରଥମେ ଯୋଗ୍ୟ ହେବାକୁ ପଡ଼ିବ। ଶତ୍ରୁତା ମଧ୍ୟ କାହାକୁ ଏତେ କଠୋର ଏବଂ କ୍ରୂର ବନେଇ ପାରେନି ଯେତିକି ତାକୁ ପ୍ରେମରେ ମିଳିଥିବା ଛଳନା ବନେଇ ଦିଏ। ଏହି 3ଟି ଜିନିଷକୁ ସବୁବେଳେ ସଂଯତ ରଖନ୍ତୁ: କ୍ରୋଧ, ଜିହ୍ୱା ଏବଂ ମନ। ବାସ୍ତବରେ ମଣିଷର ଏହି 2ଟି ହିଁ ପ୍ରକୃତ ବନ୍ଧୁ। ଖରାପ ପରିସ୍ଥିତିରେ କରିଥିବା ଭଲ କର୍ମ ଏବଂ ଜୀବନ ସାରା କରିଥିବା ପରୋପକାର ଧର୍ମ, ଯାହା ମୃତ୍ୟୁ ପରେ ବି ସାଥିରେ ରୁହେ। ପ୍ରେମର ଗୁଡ଼ି ଏହି 2ଟି ସୂତାରେ ବାନ୍ଧି ହୋଇଥାଏ, ଗୋଟିଏ ସମ୍ମାନ ଏବଂ ଦ୍ୱିତୀୟଟି ବିଶ୍ୱାସ। ଜୀବନରେ ଆଶା କମ୍ ରଖନ୍ତୁ, ଯନ୍ତ୍ରଣା ବି କମ୍ ହେବ। ମଣିଷ ସବୁବେଳେ ଭୁଲ ହୋଇନଥାଏ। ବାସ୍ ଏହି ସ୍ୱାର୍ଥପର ଦୁନିଆରେ ଅନେକ ଖରାପ ମଣିଷମାନଙ୍କ ଭିତରେ ସିଏ ଏକୁଟିଆ ଭଲ ହୋଇଥାଏ। ସେଥିପାଇଁ ତ ସିଏ ଫସି ଯାଇଥାଏ। ମୌନ ରହିବା ବି ସବୁଠାରୁ ଉଚିତ ଉତ୍ତର ହୋଇଥାଏ ସେହି ମଣିଷଙ୍କ ପାଇଁ ଯିଏ ଆପଣଙ୍କ ଶବ୍ଦର ମହତ୍ତ୍ୱକୁ ବୁଝେ ନାହିଁ। ସର୍ବଦା ତା ଉପରେ ଧ୍ୟାନ ରଖନ୍ତୁ ଯାହାକୁ ଆପଣ ପାଇବାକୁ ଚାହାନ୍ତି, ତା ଉପରେ ନୁହେଁ ଯାହା ଆପଣ ହରେଇ ଦେଇଛନ୍ତି। କାରଣ ଅତୀତ ବଦଳିବ ନାହିଁ, କିନ୍ତୁ ଭବିଷ୍ୟତ ଏବେ ବି ଆପଣଙ୍କ ଅପେକ୍ଷାରେ ଅଛି। ମଣିଷର ବୁଦ୍ଧି ଛୋଟ ହୋଇଗଲେ ତାର ଜିଭ ଲମ୍ବା ହୋଇଯାଏ। ମନେ ରଖ, ମଣିଷ ନିଜ ଜିଭ ପଛରେ ହିଁ ଲୁଚିକି ଥାଏ। ଯଦି କାହାକୁ ଜାଣିବାର ଅଛି ନା, ତେବେ ତାକୁ କହିବାକୁ ଦିଅ। ଝଡ଼ କି ପବନ ଯେତେ ପ୍ରଖର ହେଉ, କିନ୍ତୁ ପର୍ବତର କିଛି କରିପାରେନି। ସେହିପରି ନିନ୍ଦା କି ପ୍ରଶଂସା ଯେତେ ପ୍ରଖର ହେଉ, ଜ୍ଞାନୀ ଏବଂ ଗୁଣୀ ଲୋକଙ୍କୁ କିଛି ପ୍ରଭାବ ପକାଇ ପାରେନି। କିଛି ଲୋକ କୁହନ୍ତି ଜୀବନଟା ଦୁଃଖମୟ, କିନ୍ତୁ ମୁଁ ଭାବେ ଜୀବନଟା କେବଳ କର୍ମର ଫଳ।
ହାତ ଏବଂ ଆମର ବିଚାର ଯେପରି କର୍ମ କରିଥାଏ, ସମ୍ପୂର୍ଣ୍ଣ ବୟସ ସେହିପରି ଫଳ ଭୋଗ କରିଥାଏ। ଏହି ତିନି ଜଣଙ୍କ ଠାରୁ ସବୁବେଳେ ଦୂରେଇ ରୁହ। ଯିଏ କଥା କଥାରେ ବଦଳିଯାଏ, ଯିଏ କଥା କଥାରେ ପ୍ରଶଂସା କରେ, ଯିଏ କଥା କଥାରେ ଅଭଦ୍ରାମୀ କରେ। ବାସ୍ତବରେ ଏହି ଚାରୋଟି ଶତ୍ରୁ ମଣିଷ ଭିତରେ ହିଁ ଥାନ୍ତି। ତାହା ହେଉଛି ଲୋଭ, କ୍ରୋଧ, ଭୟ ଏବଂ ଘୃଣା। ଏଗୁଡ଼ିକ ଏପରି ଗୁଣ ହୋଇଥାନ୍ତି ଯାହା ମଣିଷକୁ କେବେ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ। ଡେରିରେ ହେଲେ ବି ଏକଥା ଦିନେ ବୁଝିବାକୁ ପଡ଼ିଥାଏ, ଆପଣ ଯାହାର ଦରକାରରେ ଆସନ୍ତିନି ତା ପାଇଁ ଆପଣ କେବେ ଭଲ ମଣିଷ ନୁହନ୍ତି। ପ୍ରେମରେ ଛୋଟ ବଡ଼, ଧନୀ ଗରିବ ଏପରି କିଛି ନଥାଏ। ଯେଉଁଠି ମନ ମିଶିଯାଏ ସେଠାରେ ପ୍ରେମ ହୋଇଯାଏ। ପ୍ରେମ ଏକ ଏପରି ବିଚାର ଯାହା ବିନା ବିଚାରରେ କରାଯାଏ।